ସାଲେପୁର ଅଞ୍ଚଳରୁ ଉଦ୍ଧାର ହୋଇଛି ବଙ୍ଗବଂଶୀୟ ରାଜାଙ୍କ ସମୟର ଏକ ବିରଳ ଓ ବହୁ ପୁରାତନ ବରାହ ମୂର୍ତ୍ତି। ପ୍ରାୟ 3 ଫୁଟରୁ ଅଧିକ ଉଚ୍ଚତା ବିଶିଷ୍ଟ ଏହି ମୂର୍ତ୍ତିର କାରୁକାର୍ଯ୍ୟ ଦେଖି ଏହାର ଐତିହାସିକ ଗୁରୁତ୍ୱ ଅନୁମାନ କରାଯାଉଛି। ଘଟଣା ମୁତାବକ ସାଲେପୁର ବ୍ଲକର ପୂର୍ବ ଛକ ସ୍ଥିତ ପୁରାତନ ନୃସିଂହ ଚାପ ପୁଷ୍କରଣୀ ନିକଟରେ ସଞ୍ଜୟ ପାଣିଗ୍ରାହୀ ଗାଈ ଚରାଇବା ପାଇଁ ଯାଇଥିବା ବେଳେ ହଠାତ୍ ଏହି ମୂର୍ତ୍ତିକୁ ଦେଖିଥିଲେ। ପରେ ସେ ଏହି ସମ୍ପର୍କରେ ଡିସ୍କଭରୀ ଲର୍ଡସ ଟ୍ରଷ୍ଟର କର୍ମକର୍ତ୍ତାମାନଙ୍କୁ ସୂଚନା ଦେଇଥିଲେ। ସୂଚନା ପାଇ ଘଟଣାସ୍ଥଳରେ କର୍ମକର୍ତ୍ତାମାନେ ପହଞ୍ଚି ମୂର୍ତ୍ତିଟିକୁ ଉଦ୍ଧାର କରିଥିଲେ। ସ୍ଥାନୀୟ ଇତିହାସ ଏବଂ ଲୋକକଥା ଅନୁଯାୟୀ କାଞ୍ଚି ଅଭିଯାନ ସମୟରେ ବିଜୟ ଲାଭ ପରେ ରାଜା ଲକ୍ଷ୍ମୀ ନୃସିଂହ ବିଗ୍ରହ ପ୍ରତିଷ୍ଠା କରିଥିଲେ। ପରବର୍ତ୍ତୀ ସମୟରେ କଳାପାହାଡ଼ଙ୍କ ଆକ୍ରମଣ ସମୟରେ ମନ୍ଦିର ଓ ବିଗ୍ରହଗୁଡ଼ିକୁ ରକ୍ଷା କରିବା ପାଇଁ ରାଜା ଓ ପୂଜକମାନେ ଏହି ମୂର୍ତ୍ତିଗୁଡ଼ିକୁ ପୁଷ୍କରଣୀ ମଧ୍ୟରେ ଲୁଚାଇ ରଖିଥିବାର ଅନୁମାନ କରାଯାଉଛି। କେବଳ ଏହି ବରାହ ମୂର୍ତ୍ତି ନୁହେଁ, ଏହି ଅଞ୍ଚଳରେ ଆହୁରି ଅନେକ ପୁରାତନ ଓ ବିଶାଳ ମୂର୍ତ୍ତି ଲୁକାୟିତ ଥିବାର ଚର୍ଚ୍ଚା ହେଉଛି। ପୂର୍ବରୁ ରାଜ୍ୟ ସରକାର ଏହି ମୂର୍ତ୍ତି ଉଦ୍ଧାର ପାଇଁ ପ୍ରୟାସ କରିଥିଲେ ମଧ୍ୟ ସଫଳତା ମିଳିନଥିଲା। ଏବେ ନୂତନ ସରକାର ପୁଣି ଥରେ ଏହି ଉଦ୍ଧାର କାର୍ଯ୍ୟକୁ ଆଗକୁ ବଢ଼ାଇବା ପାଇଁ ସ୍ଥାନୀୟ ଯୁବପିଢ଼ି ଦାବି କରିଛନ୍ତି। ସେମାନଙ୍କର କହିବା ଅନୁଯାୟୀ ଏପରି ପ୍ରୟାସ ହେଲେ ଆହୁରି ବହୁ ପୁରାତନ ଐତିହ୍ୟ ସାମ୍ନାକୁ ଆସିପାରିବ। କଟକ ସାଲେପୁରରୁ ବଳରାମ ବେହେରାଙ୍କ ରିପୋର୍ଟ, ସ୍ୱତନ୍ତ୍ର ଓଡ଼ିଶା ଲାଇଭ୍।